ଆଜ୍ଞା ଆପଣ ମାନେ ଦେଖନ୍ତୁ ଏମାନେ ହଉଛନ୍ତି ଗୋଟେ ଓଡ଼ିଶାର ଚାଷୀ। ଦିନେ ଚାଷ ଜମି ଦେଖିନଥିବା ଲୋକ ଆଜି ପିଚୁ ରାସ୍ତାରେ ଆସିକି ଚାଷୀକୁ ଅପମାନ କରିବା ସହିତ ନାଟକବାଜ କରୁଛନ୍ତି ଆଉ ନିଜକୁ ଚାଷୀ ବୋଲି କହୁଛନ୍ତି। 24 ବର୍ଷ କାଳ ପାଣ୍ଡୁର ପାଦଯାତ୍ରାଟି କ୍ଷମତା ଚାଲିଗଲା କିନ୍ତୁ ଚାଷୀଙ୍କ ପାଇଁ କିଛି କରିପାରିଲେ ନାହିଁ। କିନ୍ତୁ ଆଜି ବିରୋଧୀ ଦଳ ହେଲା ପରେ ଖାଲି ହାଁ ହାଁ ହଉଛନ୍ତି। अरे बाप रे, ये तो धोती खोल रहा है। ଆରେ 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 ଇଏ କଣ ଗୃହରେ କଳି ବାହାରେ କୋଳା କୋଳି। ବିଜେଡି ନେତା ଦିନେ ସିଂଦେଓ ସାର୍ଙ୍କୁ ପୁରା ମାଠିଏ ପାଣି ପିଆଇ ଦେଇଥିଲେ କିନ୍ତୁ ଆଜି ବିଜେଡି ନେତା ବିଜେପିକୁ ଯାଉଛନ୍ତି ପାଣି ପିଇବା ପାଇଁ। ଚମତ୍କାର। ନ ଦେଖିଲା ଲୋକ ଦେଖ ନା କଇଁଚ କାଢିଛି ବେକ। ଗୃହରେ ଘମାଘୋଟ ଲଢେଇ କିନ୍ତୁ ଏପଟେ ଚାଷୀଙ୍କ କଥା ବୁଝୁଛନ୍ତି ହୋଇ ଦୁଇ ଭାଇ। ସେପଟେ ନବୀନ ବାବୁ ଦେଲେଣି ଆହ୍ୱାନ ଚାଷୀଙ୍କ ପାଇଁ ଲଢେଇ ହେବ ରାଜରାସ୍ତାରେ କିନ୍ତୁ ଏପଟେ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ବିଧାୟକ ଆଳୁ ପୋତୁଛନ୍ତି ଯାଇ ଚାଷୀଙ୍କ କ୍ଷେତରେ। अरे बाप रे, ये तो धोती खोल रहा है। ଲଢେଇ ହବ, ଅଲବତ ହବ, ହେଲା ଜବରଦସ୍ତ ବି ହବ। କାହିଁକି କାହିଁ ଭୁକୁଛନ୍ତି ସେମିତି? ପାଗଳ ହେଇଯାଇଛନ୍ତି କି ଆପଣ? ପାଗଳ ହେଇଯାଇଛନ୍ତି? ଆଜ୍ଞା ଆସନ୍ତୁ ବିଜେଡି ପାଣ୍ଡୁର ପାଦଚଟା ଚାମଚା ମାନେ କୀଟଦାସ ମାନେ କେମିତି ଭୁକି ହଉଛନ୍ତି ଶୁଣିବା ଏବଂ ବିଜେଡିର ଇତିହାସ ବର୍ଣ୍ଣନା କରିବା। ବିଜେପି ବାର ଆଜି ପର୍ଯ୍ୟନ୍ତ ତାକୁ ରଙ୍ଗ ମାରୁଛନ୍ତି, ସରୁନି। 5 ବର୍ଷ ସରିଯିବ, ସେ ରଙ୍ଗ ମାରା ସରିବନି ନବୀନ ବାବୁଙ୍କ କାମରେ। ହଇଓ ପାଣ୍ଡୁର ପାଦଚଟା ଚାମଚା କୀଟଦାସ ତମେ ଜାଣି ରଖିବା ଦରକାର। ଓଡିଶାରେ ବିଜେଡି ଯେତେବେଳେ ନୂଆ କରି ସରକାର ଗଢିଥିଲା ସେତେବେଳେ ଓଡିଶାର ରଙ୍ଗ ଗେରୁଆ ଥିଲା। ଏଇ ଗେରୁଆ କଲରକୁ ଧୀରେ ଧୀରେ ଆସ୍ତେ ଆସ୍ତେ ଚେଞ୍ଜ କରି କରି ବିଜେଡି ପୁରା ସବୁଜ କରିଦେଲା। ଆଉ ଏହି ପାଣ୍ଡୁର ପାଦଚଟା ଚାମଚା ମାନେ 2 ବର୍ଷର ବିଜେପି ସରକାରକୁ ରଙ୍ଗମରା ସରକାର ବୋଲି କହୁଛନ୍ତି। ଆଜି ଯଦି ନବୀନ ପାଣ୍ଡିଆନ ଓଡ଼ିଶାରେ ଥାନ୍ତେ ଏମିତିକା ମେଟ୍ରୋ ଦୌଡ଼ିଥାନ୍ତା। ଓଡ଼ିଶାବାସୀ ବି ଏମିତିକା ମେଟ୍ରୋ ଦେଖିଥାନ୍ତେ। ଦୀର୍ଘ 24 ବର୍ଷ ଶାସନ କାଳରେ ନବୀନ ପାଣ୍ଡିଆନ କରୁଥିଲେ କଣ? ଓଡିଶାରେ 24 ବର୍ଷ ଶାସନ କଲ। 24 ବର୍ଷ ଗୋଟେ ଲମ୍ବା ସମୟ ଥିଲା, ଗୋଟେ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଓଡିଶାରେ ମେଟ୍ରୋ ଗଢି ପାରିଲା ନାହିଁ କାହିଁକି? ଓଡିଆ ଲୋକଙ୍କୁ ଭୁଆଁ ବୁଲେଇ ବ୍ୟକ୍ତିଗତ ବିକାଶ ଦିଗରେ କାମ କଲେ ଏବଂ ପଇସା ସବୁ ଖାଇଗଲେ। ସେଥିପାଇଁ ଓଡିଆ ଲୋକ ଗାଦିଚ୍ୟୁତ କଲେ। ଆଜି ଯଦି ନବୀନ ପାଣ୍ଡିଆନ ଓଡ଼ିଶାରେ ଥାନ୍ତେ ଏମିତିକା ମେଟ୍ରୋ ଦୌଡ଼ିଥାନ୍ତା। ଓଡ଼ିଶାବାସୀ ବି ଏମିତିକା ମେଟ୍ରୋ ଦେଖିଥାନ୍ତେ। ଆଜି ଯଦି ବିଜୁ ପଟ୍ଟନାୟକ ଓଡିଶାରେ ଥାନ୍ତେ ତାହେଲେ ଓଡିଶାଟି ସୁନାର ଓଡିଶା ହୋଇଯାଇଥାନ୍ତା। ଓଡିଶାବାସୀ ସମସ୍ତେ ସୁନା ଥାଳିରେ ଭାତ ଖାଇଥାନ୍ତେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ବିଜୁ ପଟ୍ଟନାୟକ ଓଡିଶାରେ ନାହାନ୍ତି। ତାଙ୍କ ପୁଅ ନବୀନ ପଟ୍ଟନାୟକ ଅଛନ୍ତି। ନବୀନ ବାବୁ ଓଡିଶାବାସୀଙ୍କୁ ବିଜୁ ବାବୁଙ୍କ ସ୍ୱପ୍ନ କହି 24 ବର୍ଷ ଭୁଆଁ ବୁଲେଇ ଦେଲେ। ଆଉ ଏବେ ନବୀନ ବାବୁଙ୍କର ଉତ୍ତରାଧିକାରୀ କିଏ ଆସିବେ, ସିଏ ନବୀନ ବାବୁଙ୍କ ସ୍ୱପ୍ନ କହି ଲୋକଙ୍କୁ ପୁଣି ଭୁଆଁ ବୁଲେଇବା ପାଇଁ ଚେଷ୍ଟା କରିବେ। सही पकड़े हैं। ତମେ ମୋହନବାସୀ ଯେତେ ସିଂହ ହବାକୁ ଚେଷ୍ଟା କର, ତମେ ମନମୋହନ ସମାନ ଯେତେ ସିଂହ ହବାକୁ ଚେଷ୍ଟା କର, ତମେ ନବୀନ ପଟ୍ଟନାୟକ ଭଳି ସିଂହ ହେଇପାରିବ ନାହିଁ। ନବୀନ ପଟ୍ଟନାୟକ ଯଦି ସିଂହ ଥିଲେ ସେ ଅନ୍ୟର ହାତ ଧରି କାହିଁ ଚାଲୁଥିଲେ? ନବୀନ ପଟ୍ଟନାୟକ ଯଦି ସିଂହ ଥିଲେ ସେ ଅନ୍ୟର ଇଶାରାରେ କାହିଁ ନାଚୁଥିଲେ? ନବୀନ ପଟ୍ଟନାୟକ ଯଦି ସିଂହ ଥିଲେ 2024 ଇଲେକ୍ସନରେ କୌଣସି ସଭା ସମିତି ମଞ୍ଚରେ ଉପସ୍ଥିତ କାହିଁ ରହୁନଥିଲେ? एग्जैक्टली। ଏ ରାଜ୍ୟରେ ଗୋଟିଏ ସିଂହ, ଏ ରାଜ୍ୟରେ ଦଳୀୟ ନେତା ଲଢୁଆ ନେତା ସେ ହେଉଛନ୍ତି ନବୀନ ପଟ୍ଟନାୟକ। ହୁସ୍କି ପିଇକି ସିଗାରେଟ ଟାଣିକି ନେଟଫ୍ଲିକ୍ସ ଦେଖିକି ଘରେ ବସିକି ରହିଲେ ତାଙ୍କୁ ନେତା କୁହାଯିବ ନାହିଁ। ନେତା ତାଙ୍କୁ କୁହାଯାଏ ଯିଏ ଲୋକଙ୍କ ପାଖକୁ ଯାଇ ଲୋକଙ୍କ ଦୁଃଖ ସମସ୍ୟା ବୁଝେ। କଣ ଯାହାକୁ ନେତା କହୁଛନ୍ତି ସେ ଆଜି ପର୍ଯ୍ୟନ୍ତ ଲୋକଙ୍କ ସହିତ କଥା ହେବା ପାଇଁ ଚେଷ୍ଟା କରିନାହାନ୍ତି କିମ୍ବା ଲୋକଙ୍କର ଦୁଃଖ ବୁଝିବାକୁ ଚେଷ୍ଟା କରିନାହାନ୍ତି। ଆରେ ଯିଏ 24 ବର୍ଷ ହେଲା ଓଡିଶାରେ ଶାସନ କରିକି ମାତୃଭାଷା ଠିକ ସେ କହିପାରୁନାହିଁ ତାଙ୍କୁ ଆପଣ ନେତା କହୁଛନ୍ତି? ମୁଁ ଆଉ ଜୀବନରେ ଆସିପାରିବିନି ଲାଗୁଛି। ଯୁବ ସମାଜକୁ ମଦୁଆ କରିବା ଅଟେ ତାର ମହାଲକ୍ଷ୍ୟ। ମଦ ବଦଳରେ ଯୁବକ ବୁଲିଲେ ପୁରିବ ତାହାର କକ୍ଷ। ଏଇ ପାଣ୍ଡୁର ପାଦଚଟା ଚାମଚା କୀଟଦାସଙ୍କର କୀଟଦାସ ଆପଣ କହିବେ କି 24 ବର୍ଷ ହେଲା ମଦ ଦୋକାନ ଓଡିଶାରେ ଖୋଲିଛି କିଏ? ମଦୁଆଙ୍କୁ ପୁରସ୍କାର ଦଉଥିଲା କିଏ? ପ୍ରତ୍ୟେକ ଯୁବକଙ୍କୁ ମଦୁଆ ସଜେଇଛି କିଏ? अरे बाप रे, ये तो धोती खोल रहा है। ଜିଲ୍ଲା ସଭାପତିଙ୍କ ଆହ୍ୱାନରେ ଏ ଚାଷୀ କୂଳ ପାଇଁ ହଉ, ଯୁବକ ମାନଙ୍କ ପାଇଁ ହଉ, ଛାତ୍ର ମାନଙ୍କ ପାଇଁ ହଉ, ମହିଳା ମାନଙ୍କ ପାଇଁ ହଉ, ଆମେ ଲଢେଇ କରିବା। ଚାଷୀଙ୍କ କଥା ଯୋଉ କହୁଛ 24 ବର୍ଷ ଶାସନ ଥିଲାବେଳେ ଚାଷୀଙ୍କ ପାଇଁ କିଛି କରିଛ? ଶାସନ ସମୟରେ ଚାଷୀଙ୍କ ପାଇଁ କିଛି କଲ ନାହିଁ। ଆଉ ଏବେ ବିରୋଧୀ ହେଲା ପରେ ଖାଲି ହାଇଁ ହାଇଁ। ମୁଁ ଆପଣଙ୍କୁ ମନେ ପକାଇ ଦେବାକୁ ଚାହେଁ ଯେଉଁ ସମୟରେ ଓଡ଼ିଶାରେ ଚାଷୀମାନେ ଆତ୍ମହତ୍ୟା କରୁଥିଲେ ସେହି ସମୟରେ ବିଜେଡିର ନାରୀ ନେତ୍ରୀ ପ୍ରମିଳା ମଲ୍ଲିକ ଅପା ବା ଡାଲି ନାନୀ ନିଆଁରେ ଘିଅ ଢାଳିଥିଲେ। କହିଥିଲେ ଚାଷୀମାନଙ୍କୁ ଅମର ଲଡୁ ଦେଇଦିଅ, ସେମାନେ ଆଉ ମୃତ୍ୟୁବରଣ କରିବେ ନାହିଁ।
একথা আপনার মনে অছি না ভুলি গলেনি? সেই সময় তো কাই আপন মানে চাষীଙ୍କ ପାଇଁ ন্যায় দাবিরে বসু নথিলে? সেই সময় তো কাই আপন মানে চাষীଙ୍କ ପାଇଁ পদে কথা কহু নথিলে? সেই সমୟରେ বিজেডি চাষী মারଣା নীতি ଆପଣେଇଥିଲା। ଲଢେଇ ହବ, ଅଲବତ ହବ, ହେଲା ଜବରଦସ୍ତ ବି ହବ। ଆଜି ନବୀନ ବାବୁ ଆପଣମାନେ ସମସ୍ତେ ଜାଣିଛନ୍ତି ବିଜେପି ସରକାର ହଉଛି ଏକ ସର୍ବଗିଳା ସରକାର, କହିଲେ ଅତ୍ୟୁକ୍ତି ହବ ନାହିଁ। କାରଣ ଆପଣମାନେ ଜାଣିଛନ୍ତି ବିଜେପି ସରକାର କଣ କରୁଛି? ପାଣି ଖାଉଛେ, ବାଲି ଖାଉଛେ, ଖଣି ଖାଉଛେ। ନା ସାର୍ ଭୁଲ କହିଲେ। ବିଜେଡି ଥିଲା ସର୍ବଗିଳା ସରକାର। ଓଡ଼ିଶାରେ 24 ବର୍ଷ ଶାସନ କରିକି ଖଣି ପାଣି ପବନ ଜଙ୍ଗଲ ସବୁ ଗିଳିକି ଓଡ଼ିଶାକୁ ପୁରା ଖାଲି କରିଦେଇଛି। ଯାହାର ପ୍ରତିସ୍ୱରୂପ ବର୍ତ୍ତମାନ ତନ୍ତ୍ରୀ ମନ୍ତ୍ରୀ ଯନ୍ତ୍ରୀ ଅଫିସର ସବୁ ଧରା ପଡୁଛନ୍ତି ଆଉ ତାଙ୍କ ଘରୁ ପୁଳା ପୁଳା ଟଙ୍କା ବାହାରୁଛି। ଆପଣ ଯଦି ନବୀନଙ୍କ ନାଁ ନେବେ 100 ଥର ଚିନ୍ତା କରିକି ନେବେ। 51 ଜଣ ଏଠି ବସିଛୁ, ନବୀନଙ୍କ ନାଁ ନେବେ ନାହିଁ। 51 ଜଣ କାହିଁ ବସୁଛନ୍ତି? ଠିଆ ହଉନାହାନ୍ତି? ଆଚ୍ଛା ଆପଣ ଯୋଉ 51 କହୁଛନ୍ତି ବର୍ତ୍ତମାନ 51 ଅଛନ୍ତି ତ? ବୁଝିଲେ ପାଣ୍ଡୁର ପାଦଟା ଚାମଚା କୀର୍ତ୍ତଦାସ ବର୍ତ୍ତମାନ ପ୍ରତ୍ୟେକଟି ଓଡ଼ିଆ କହୁଛନ୍ତି ନବୀନ ସରକାର ଆମର ନାହିଁ ଦରକାର। ନବୀନ ବାବୁଙ୍କୁ ଲୋକେ ଆଉ ପସନ୍ଦ କରୁନାହାନ୍ତି। 4.5 କୋଟି ଓଡ଼ିଆଙ୍କ ମଉଡ଼ମଣି ଜଗନ୍ନାଥ ମହାପ୍ରଭୁଙ୍କୁ ଦ୍ୱାର ଦ୍ୱାର ବାର ଦ୍ୱାର ବୁଲେଇ ଭିକ ମଗାଇଥିବା ସରକାର ଓଡ଼ିଶାବାସୀଙ୍କୁ ଦରକାର ନାହିଁ। ଏଇଠୁ ମୁଣ୍ଡିଆ ନବୀନ ବାବୁ। ମୁଁ ଆଉ ଜୀବନ କରିବିନି ଲାଗୁଛି। ନବୀନ ଆଉ ଚୁପ୍ ରହିବେ କଣ? ନବୀନ ସବୁ କଥା କୁହନ୍ତେ? ନବୀନଙ୍କ ଇନଷ୍ଟ୍ରକ୍ସନରେ ଆମେ ସବୁ କହୁଛୁ। ନବୀନ କଣ ଚୁପ୍ ରହିଲେ? ଆମର ନେତା ଆଉ କଣ ନେତା ଯାଇକି କୋଠି ପାଟିଗୋଳ କରନ୍ତି କି? ନେତା ଆରେ କଥା ଯାଇକି ଏଠି ନବୀନ ବାବୁ କଣ ସବୁ କଥା କହିଥାନ୍ତେ କି? ନବୀନ ବାବୁ କଣ କହିଥାନ୍ତେ ଡାଲି ଚୋରି କର? ନବୀନ ବାବୁ କଣ କହିଥାନ୍ତେ ଚାଉଳ ଚୋରି କର? ନବୀନ ବାବୁ କଣ କହିଥାନ୍ତେ ଗହମ ଚୋରି କର? କିନ୍ତୁ ନବୀନ ବାବୁ ଯୋଉ କଥା ଗୁଡାକ ନ କୁହନ୍ତି ସେ କଥା ଗୁଡାକ ଡାଲାନି କରିଦିଅନ୍ତି। ସବୁ କଥା ତ ନବୀନ ବାବୁ କହିବେନି ନା। ଏକ୍ସାକ୍ଟଲି।